ଏହି ଗୁଣନ କ୍ରିୟାକୁ ଲକ୍ଷ୍ୟ କରନ୍ତୁ। ଏଠି ପ୍ରତ୍ୟେକ ଯେଉଁ ସଂଖ୍ୟା ଅଛି ସମସ୍ତଙ୍କର ଦଶକ ଅଙ୍କ ସମାନ ଅଛି ଏବଂ ଏକକ ଅଙ୍କର ଯୋଗଫଳ 10 ହେଉଛି। ତେଣୁ ଏହିପରି ଆମେ ସଂଖ୍ୟାମାନଙ୍କର ଦେଲେ ଆମେ ଗୁଣନ କରିଥାଉ, ଅଳ୍ପ ସମୟ ମଧ୍ୟରେ ଆମେ ଗୁଣନ କରିଦେଇପାରିବା। ଦେଖନ୍ତୁ ଏବେ କରିବା। ଏବେ ଏଠି 7 ଆଉ 3 ମିଶିକି 10 ଅଛି। 7 ତିରିକି ଆମେ 21 ଲେଖିଦେବା। ଏଠି ତାପରେ 8 ଏଠି ଦଶକ ଘର ଅଛି, ତାର ପରବର୍ତ୍ତୀ ହେଲା 9, 8 9 72 ଲେଖିବା। ଏଇଟା ହେଲା ତାର ଗୁଣଫଳ। ଏଠି 6 4 10 ଅଛି, ଦଶକ ଘରେ 5 ଅଛି, 6 4 24 ଲେଖିଦେବା। ଏବେ 5ର ପରବର୍ତ୍ତୀ ହେଲା 6 530 3024 ହେଲା ତାର ଗୁଣଫଳ। ଏଠି 112 ଅଛି, 118 ଅଛି। 8 ଆଉ 2ର ଯୋଗଫଳ ହେଲା 10, ତେଣୁକରି 8 ଆଉ 2କୁ ଗୁଣନ କରିକି ଆମେ ଲେଖିବା 16। ଏଠି 11 ଯେଉଁ ଅଛି ଏଇଟା 101 ଦଶ ମାନେ 11 ଦଶ ମାନେ ଦଶକ ସ୍ଥାନ ହିସାବରେ 11 ଅଛି। ଆମେ 10 ପ୍ଲେସ୍ ଯଦି କରିବା ତାହେଲେ ସେଟା 11 ହେବ। ତେଣୁକରି ଆମେ 11ର ପରବର୍ତ୍ତୀ ସଂଖ୍ୟା ହେଲା 12, ସେ 12କୁ 11 ସହିତ ଗୁଣନ କଲେ ହେଲା 132। ଏଇଟା ହେଲା ତାର ଗୁଣଫଳ। ଏବେ 231 ଦିଆଯାଇଛି ଏବଂ 239 ମଧ୍ୟ ଦିଆଯାଇଛି। ଏଠି ଆମେ 1 ଆଉ 9ର ଯୋଗଫଳ ହେଲା କେତେ? 10। ଏବେ ଆପଣମାନେ ସେହି ଅନୁସାରେ ଏହାର ଗୁଣଫଳକୁ କମେଣ୍ଟରେ ଲେଖନ୍ତୁ ଏବଂ ଟ୍ରାଏଲ୍ କରନ୍ତୁ ତାର ଗୁଣଫଳ କେମିତି ବାହାରୁଛି। ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।